AM Music. ପ୍ରେଜ୍ ଦ ଲର୍ଡ ହାଲେଲୁୟା। ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦିଏ। ପ୍ରଭୁଙ୍କର ଦୟା ଅନୁଗ୍ରହରୁ ଅଲ୍ ଇନ୍ ମ୍ୟୁଜିକ୍ ମାଧ୍ୟମରେ ଆପଣମାନଙ୍କର ଗହଣରେ ପୁନର୍ବାର ବାକ୍ୟ କହିବା ନିମନ୍ତେ ପ୍ରଭୁ ସୁଯୋଗ ଦେଇଥିବାରୁ ତାହାଙ୍କ ନାମର ଧନ୍ୟବାଦ। ଆଜି ଯେଉଁ ବାକ୍ୟ ମାନେ ପାଠ କରିବା ଆପଣମାନେ ପାଇବେ ପ୍ରେରିତ 2 ପର୍ବ 42 ପଦରୁ 47 ପଦ। ସେମାନେ ପ୍ରେରିତମାନଙ୍କର ଶିକ୍ଷାରେ ସହଭାଗିତାରେ ରୋଟି ଭାଙ୍ଗିବାରେ ଓ ପ୍ରାର୍ଥନା କରିବାରେ ନିବିଷ୍ଟ ଚିତ୍ତ ହୋଇ ରହିଲେ। ଆଉ ଲୋକ ସମସ୍ତେ ଭୀତ ହେବାକୁ ଲାଗିଲେ। ପ୍ରେରିତମାନଙ୍କ ଦ୍ୱାରା ମଧ୍ୟ ଅନେକ ଅନେକ ଅଦ୍ଭୁତ କର୍ମ ଓ ଲକ୍ଷଣ ସାଧିତ ହେବାକୁ ଲାଗିଲା। ମାତ୍ର ଯେଉଁମାନେ ବିଶ୍ୱାସ କଲେ ସେମାନେ ସମସ୍ତେ ଏକତ୍ର ରହି ସବୁ ପଦାର୍ଥ ସାଧାରଣ ସମ୍ପତ୍ତି ବୋଲି ଜ୍ଞାନ କରୁଥିଲେ। ପୁଣି ସେମାନେ ଆପଣା ଆପଣା ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରୟ କରି ଯାହାର ଯେପରି ପ୍ରୟୋଜନ ସେହି ଅନୁସାରେ ସମସ୍ତଙ୍କୁ ବାଣ୍ଟି ଦେବାକୁ ଲାଗିଲେ। ଆଉ ସେମାନେ ଏକଚିତ ହୋଇ ପ୍ରତିଦିନ ମନ୍ଦିରରେ ସମବେତ ହୋଇ ରହୁଥିଲେ ଓ ଘରେ ଘରେ ରୋଟି ଭାଙ୍ଗି ଆନନ୍ଦରେ ଓ ସରଳ ହୃଦୟରେ ଭୋଜନ ପାନ କରି ଈଶ୍ୱରଙ୍କ ପ୍ରଶଂସା କରୁଥିଲେ ଏବଂ ସମସ୍ତ ଲୋକଙ୍କର ପ୍ରିୟ ପାତ୍ର ହେଉଥିଲେ। ପୁଣି ପ୍ରଭୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଲୋକଙ୍କୁ ପ୍ରତିଦିନ ମଣ୍ଡଳୀ ସହିତ ସଂଯୁକ୍ତ କରିବାକୁ ଲାଗିଲେ। ଆମେ ଏଠି ଦେଖିବା ଇସ୍ରାଏଲୀୟ ମାନେ କି ପ୍ରକାର ଭାବେ ଶକ୍ତିଯୁକ୍ତ ହେଲେ। ଶକ୍ତିଯୁକ୍ତ ଉପାସନା ପିତରଙ୍କ ପ୍ରାର୍ଥନା ଓ ଶକ୍ତି ଦ୍ୱାରା ଓ ପବିତ୍ର ଆତ୍ମାଙ୍କର ଚାଳନା ଦ୍ୱାରା। ଆଉ ସେ ସମୟରେ କ'ଣ ହେଲା, ପ୍ରାୟ 3,000ରୁ ଅଧିକ ଲୋକମାନେ ପ୍ରଭୁଙ୍କୁ ସେଇ ଦିନ ଗୋଟିଏ ଦିନରେ ଗ୍ରହଣ କଲେ ଆଉ ମଣ୍ଡଳୀଭୁକ୍ତ ହେଲେ। ସେଦିନ ଇସ୍ରାଏଲ ମାନେ ପ୍ରଭୁଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟକୁ ଜାଣିବା ଦ୍ୱାରା ସେମାନେ ନିଜକୁ କ'ଣ କଲେ, ପରିବର୍ତ୍ତନ କଲେ। ଇସ୍ରାଏଲ ମାନେ ଯେତେବେଳେ ମିଶରରୁ ଫେରିଲେ ଆଉ ସେ ସମୟରେ ସେମାନେ ଈଶ୍ୱରଙ୍କୁ ଜାଣିଥିଲେ ମଧ୍ୟ ସେମାନେ ଶକ୍ତିଯୁକ୍ତ ହୋଇପାରିନଥିଲେ। ସେମାନେ ଫେରିଲେ ସତ, ତାହାଙ୍କୁ ଲାଗିଲା ଆଉ ସେମାନଙ୍କୁ ମିଶରରୁ ଇସ୍ରାଏଲକୁ ଆସିବା ନିମନ୍ତେ ସେମାନଙ୍କୁ ପ୍ରାୟ 40 ବର୍ଷ ଲାଗିଲା। ତା ମଧ୍ୟରେ ସଦାପ୍ରଭୁଙ୍କର ଅନୁଗ୍ରହ ଆଶୀର୍ବାଦ ତାଙ୍କ ଉପରେ ବର୍ତ୍ତିଲା ଏବଂ ସେମାନେ ନିଜ ଜାଗାକୁ ସେମାନେ ଫେରିଲେ, କିନ୍ତୁ ସେମାନେ ଶକ୍ତିଯୁକ୍ତ ହୋଇପାରିନଥିଲେ। ସେମାନେ ଶନିବାର ଦିନକୁ ବିଶ୍ରାମ ବାର ରୂପେ ପାଳନ କରୁଥିଲେ। ଆଉ ଯେତେବେଳେ ଯୀଶୁଖ୍ରୀଷ୍ଟଙ୍କର ପ୍ରେରିତମାନେ ଯେତେବେଳେ ତାହାଙ୍କର ଶିକ୍ଷାକୁ, ତାହାଙ୍କର ସାକ୍ଷ୍ୟକୁ, ତାହାଙ୍କର ଶକ୍ତିଯୁକ୍ତ ଉପାସନାକୁ ଯେତେବେଳେ ସେମାନଙ୍କ ଆଗରେ ବାଣ୍ଟିଲେ, ଆଉ ସେତେବେଳେ ଯାଇ ସେମାନେ କ'ଣ ହେଲେ, ପରିବର୍ତ୍ତନ ହେବାକୁ ଲାଗିଲେ। ଆଉ ଘରେ ଘରେ ସେମାନେ ଏତେ ଶକ୍ତିଯୁକ୍ତ ହେଲେ ଯେ ସେମାନେ ଘରେ ଘରେ ପ୍ରତ୍ୟେକ ଦିନ ରୋଟି ଭାଙ୍ଗି ଈଶ୍ୱରଙ୍କୁ ସ୍ମରଣରେ ଆଣିଲେ। ଆମେ ଯଦି ଦେଖିବା ପ୍ରେରିତ 1 ପର୍ବ 17 ପର୍ବ 21 ପଦରେ ମଧ୍ୟ ଏ ପ୍ରକାର ଲେଖାଯାଏ, ଜୋଏଲ ଭାବବାଦୀଙ୍କ ଦ୍ୱାରା ଇସ୍ରାଏଲୀୟ ମାନଙ୍କୁ ଆଉ ଭବିଷ୍ୟତବାଣୀ କରିଥିଲେ ଯେ ଶେଷ କାଳରେ ସେ ମର୍ତ୍ତ୍ୟ ଉପରେ ଆପଣା ଆତ୍ମା ବୃଷ୍ଟି କରିବେ। ଈଶ୍ୱର କ'ଣ କରିବେ, ତାହାଙ୍କର ଆତ୍ମାକୁ ବୃଷ୍ଟି କରିବେ। ପୁଣି ପୁତ୍ରକନ୍ୟାମାନେ ଭାବବାଣୀ କହିବେ, ଯୁବାମାନେ ଦର୍ଶନ ଦେଖିବେ, ପ୍ରାଚୀନମାନେ ସ୍ୱପ୍ନ ଦେଖିବେ ଓ ତାହାଙ୍କର ଦାସ ଦାସୀମାନଙ୍କ ଉପରେ ଆତ୍ମା ବୃଷ୍ଟି ହେବ। ଓ ଊର୍ଦ୍ଧ୍ୱସ୍ଥ ଆକାଶରେ ନାନା ପ୍ରକାର ଅଦ୍ଭୁତ ଲକ୍ଷଣ ଦେଖାଇବେ। ଅଧସ୍ଥ ପୃଥିବୀରେ ରକ୍ତ, ଅଗ୍ନି ଓ ଧୂମ ଦେଖାଇବେ। ଓ ତାହାଙ୍କର ଆଗମନ ପୂର୍ବେ ପ୍ରତ୍ୟେକ ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବେ ସେମାନେ ପରିତ୍ରାଣ ପ୍ରାପ୍ତ ହେବେ। ପ୍ରଭୁଙ୍କ ନାମରେ ଯେ କୌଣସି ଲୋକ ପ୍ରାର୍ଥନା କରିବ, ବିଶ୍ୱାସ କରିବ, ସେ ପରିତ୍ରାଣ ପାଇବ। ଓ ତାହାଙ୍କ ଦ୍ୱାରା ମହାନ ମହାନ ଆଶ୍ଚର୍ଯ୍ୟ କାର୍ଯ୍ୟ ଆଉ ଈଶ୍ୱରଙ୍କ ଦ୍ୱାରା, ପ୍ରଭୁ ଯୀଶୁଙ୍କ ଦ୍ୱାରା
ପ୍ରଭୁ ଯୀଶୁ ଅନେକ ଅନେକ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଛନ୍ତି, ଯାହାଦ୍ୱାରା କି ସେଇ ପ୍ରେରିତମାନଙ୍କ ଦ୍ୱାରା ଇସ୍ରାଏଲୀୟମାନେ ତାହା ବୁଝିପାରିଲେ ଏବଂ ତାହାଙ୍କୁ ନିଜର ତ୍ରାଣକର୍ତ୍ତା ରୂପେ ସେମାନେ କ'ଣ କଲେ? ହଜାର ହଜାର ଲୋକ ଗୋଟାଏ ଦିନରେ ସେମାନେ ପରିବର୍ତ୍ତନ ହୋଇ ଆଉ ମଣ୍ଡଳୀଭୁକ୍ତ ହେଲେ। ସେମାନେ ପ୍ରାର୍ଥନାରେ ଲାଗି ରହିଲେ ଆଉ ସେମାନଙ୍କର ଜୀବନରେ ଆଉ ସେମାନେ କ'ଣ କଲେ? ନିଜର ସମସ୍ତ ବିଷୟକୁ ସେମାନେ ଅତି ସାଧାରଣ ଭାବେ ନେଲେ ଆଉ ସେମାନେ ପ୍ରାର୍ଥନାରେ ଶକ୍ତିଯୁକ୍ତ ହୋଇ ଉପାସନାର ସହିତ ସମୟ କାଟିଲେ। ସେଗୁଡ଼ିକ ଦେଖି ବିଜାତିମାନେ କ'ଣ ହେଲେ? ଭୟଭୀତ ହେଲେ। କାହିଁକିନା ଗୋଟେ ଦିନରେ ଯଦି 3000 ଲୋକ ପରିବର୍ତ୍ତନ ହୋଇକି ପ୍ରଭୁଙ୍କୁ ନିଜର ତ୍ରାଣକର୍ତ୍ତା ରୂପେ ଗ୍ରହଣ କରୁଛନ୍ତି, ସେ ଭୟ ସେମାନଙ୍କୁ ଗ୍ରାସ କଲା। ଆରେ ଆମମାନଙ୍କର ଲୋକମାନେ ଆଉ ପ୍ରଭୁ ଯୀଶୁଙ୍କୁ ନିଜର ତ୍ରାଣକର୍ତ୍ତା ରୂପେ ସେମାନେ ଗ୍ରହଣ କରିନେଉଛନ୍ତି। ଆଉ ସେମାନଙ୍କୁ ଦେଖି ସେମାନେ କ'ଣ ହେଲେ? ତାହାଙ୍କର ଅଦ୍ଭୁତ କାର୍ଯ୍ୟ, ଅଦ୍ଭୁତ ଶକ୍ତି ଆଉ ଉପାସନା ଯେଉଁ ସେମାନେ କରୁଥିଲେ, ଯେଉଁ ଶକ୍ତିଯୁକ୍ତ ପ୍ରାର୍ଥନା କରୁଥିଲେ, ତା ଦ୍ୱାରା ସେମାନେ ଭୟଭୀତ ହେବାକୁ ଲାଗିଲେ। ଆଜିର ସମାଜରେ ମଧ୍ୟ ଆମମାନଙ୍କର ପ୍ରାର୍ଥନା ଦ୍ୱାରା, ଆମମାନଙ୍କର ସାକ୍ଷ୍ୟ ଦ୍ୱାରା, ଆମମାନଙ୍କର ବାକ୍ୟ ଦ୍ୱାରା ଅନେକ ଲୋକ ଆଜି ସତ୍ୟ ପରମେଶ୍ୱରଙ୍କୁ କ'ଣ କରୁଛନ୍ତି? ଗ୍ରହଣ କରୁଛନ୍ତି। ଆଜି ବିଜାତିମାନେ ମଧ୍ୟ ସେ ହଜାର ହଜାର ବର୍ଷ ପୂର୍ବେ ବିଜାତିମାନେ ଯେ ପ୍ରକାର ଭୟଭୀତ ହେଉଥିଲେ, ଆଜି ମଧ୍ୟ ବିଜାତିମାନେ ଭୟଭୀତ ହେଉଛନ୍ତି। କାରଣ ତାଙ୍କର ସଂଖ୍ୟା ଦିନକୁ ଦିନ କମିବାକୁ ଲାଗିଛି। ପ୍ରତ୍ୟେକ ସତ୍ୟତାକୁ ଜାଣି ଯେତେବେଳେ ନିଜର କରୁଅଛନ୍ତି ସତ୍ୟ ପ୍ରଭୁଙ୍କୁ, ସେତେବେଳେ ସେମାନଙ୍କର ହିଂସା ବଢ଼ି ଚାଲୁଛି, ଯାହାଦ୍ୱାରା କି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ଉପରେ ଅତ୍ୟାଚାର କରାଯାଉଛି, ଚର୍ଚ୍ଚମାନଙ୍କ ଉପରେ ବିଭିନ୍ନ ପ୍ରକାର ଆଟାକ୍ କରାଯାଉଛି, ଲୋକମାନଙ୍କୁ କିଛି ଅପରାଧ ନଥିଲେ ମଧ୍ୟ ସେମାନଙ୍କୁ ବଦ୍ଧ କରାଯାଉଛି। ଏହି ପ୍ରକାର ଭାବେ ଖ୍ରୀଷ୍ଟ ବିଶ୍ୱାସୀମାନେ ମଧ୍ୟ ତାଡ଼ନା ପ୍ରାପ୍ତ ହେଉଅଛନ୍ତି। କିନ୍ତୁ ସେ ସମୟରେ ମଧ୍ୟ ପ୍ରଭୁଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟ ଲୋକମାନଙ୍କ ଭିତରେ କାର୍ଯ୍ୟ କରୁଥିଲା। ବିଭିନ୍ନ ପ୍ରକାର ଅଦ୍ଭୁତ ଶକ୍ତି ଦ୍ୱାରା ସେମାନେ କ'ଣ କରୁଥିଲେ? ଆଉ ସେମାନେ ଦିନକୁ ଦିନ ବୃଦ୍ଧି ପାଉଥିଲେ, ଯାହାଦ୍ୱାରା କି ସେମାନଙ୍କର ବିଷୟ ଦେଖି ବିଜାତିମାନେ କ୍ରୋଧର ପାତ୍ର ହେଉଥିଲେ। ପ୍ରେରିତ 4 ପର୍ବ 32 ପଦରେ ଲେଖାଯାଏ, ଯେଉଁମାନେ ବିଶ୍ୱାସୀ ଥିଲେ ସେମାନଙ୍କର ମନ ଏକ ଥିଲା, ଏକ ଚିତ୍ତ, ଏକ ପ୍ରାଣ ଥିଲେ। ସେମାନେ ନିଜର ସମ୍ପତ୍ତିକୁ ନିଜର ବୋଲି ଭାବୁନଥିଲେ। ସେମାନଙ୍କ ଉପରେ ଈଶ୍ୱରଙ୍କର ଅନୁଗ୍ରହ ଥିଲା। କାରଣ ସେମାନେ ଏତେ ଶକ୍ତିଯୁକ୍ତ ଥିଲେ ଯେ ସେମାନେ ଧନ ସମ୍ପତ୍ତିକୁ ସେମାନେ କ'ଣ କରୁଥିଲେ? ହେୟ ଜ୍ଞାନ କରୁଥିଲେ। ଆଉ ତାକୁ ସେମାନେ କ'ଣ କରୁଥିଲେ? ସାଧାରଣ ଜିନିଷ ବୋଲି ସେମାନେ ଜ୍ଞାନ କରୁଥିଲେ। ସେ ସବୁକୁ ନିଜର ସମ୍ପତ୍ତି, ନିଜର ଘର ଦ୍ୱାରକୁ ବିକ୍ରି କରି ସେମାନେ କ'ଣ କରୁଥିଲେ? ଆଉ ଲୋକଙ୍କ ମଧ୍ୟରେ ତାହା ବାଣ୍ଟି ଦେଉଥିଲେ। ଯାହାର ଯାହା ପ୍ରୟୋଜନ ତାହାକୁ ସେମାନେ ବାଣ୍ଟି ଦେଉଥିଲେ। ସେମାନଙ୍କର ଧନ ପ୍ରତି ଲୋଭ ନଥିଲା, କାରଣ ସେମାନେ ସତ୍ୟ ଈଶ୍ୱରଙ୍କୁ ଜାଣିଥିଲେ, ସତ୍ୟ ଈଶ୍ୱରଙ୍କର ପରିଚୟ ପାଇଥିଲେ, ଯାହାଦ୍ୱାରା ସେମାନେ ଏ ଜାଗତିକ ଧନ ସମ୍ପତ୍ତିକୁ ସେମାନେ ହେୟ ଜ୍ଞାନ କରୁଥିଲେ। ଆଜି ଆମେ ସେଇ ପ୍ରକାର ହେଇପାରିଛୁ କି? ଆଜି ଆମମାନେ ଖ୍ରୀଷ୍ଟ ବିଶ୍ୱାସୀ ହେଲେ ମଧ୍ୟ ଆମମାନଙ୍କର ଗୃହ କି ପ୍ରକାର ଚାକଚକ୍ୟରେ ଭରା ରହିବ, କି ପ୍ରକାର ଆସବାବପତ୍ରରେ ଭରା ରହିବ, କି ପ୍ରକାର ଆମମାନଙ୍କ ବ୍ୟାଙ୍କ ବାଲାନ୍ସ ଭରା ରହିବ, କି ପ୍ରକାର ଆମମାନେ ଭଲରେ ରହିବା, ଗାଡ଼ି ମେଣ୍ଟେନ୍ କରିବା, ଏହି ପ୍ରକାର ଆମମାନଙ୍କର ଦିନ ରାତି ଆମମାନେ ଜାଗତିକ ଭାବେ ବୃଦ୍ଧି ହେଇଥାଉ। କିନ୍ତୁ ସେ ସମୟର ଲୋକମାନଙ୍କୁ ଯଦି ଆମମାନେ ଦେଖୁଛୁ, ବାକ୍ୟରେ ମଧ୍ୟ ଲେଖାଯାଉଅଛି, ସେମାନେ ସେ ସବୁକୁ ସାଧାରଣ ସମ୍ପତ୍ତି ବୋଲି ଭାବୁଥିଲେ। ସେମାନଙ୍କ ମନରେ କୌଣସି ଲୋଭ ନଥିଲା ଯେ ଆମମାନେ ସମ୍ପତ୍ତି ଯଦି ଅନ୍ୟମାନଙ୍କୁ ଦେଇ ଦେଉଛୁ ତାହେଲେ ଆମମାନେ କି ପ୍ରକାର ଚଳିବୁ। ପ୍ରଭୁ ଯେ ତାଙ୍କର
ଏକ ମୁଖ୍ୟ କାରଣ ଥିଲେ। ପ୍ରଭୁ ଯୀଶୁଙ୍କୁ ସେମାନେ ଧରିଥିବାରୁ ଏ ସମସ୍ତ ବିଷୟ ସେମାନଙ୍କୁ ହେୟ ଜ୍ଞାନ ଲାଗୁଥିଲା। ଆମମାନଙ୍କର ଜୀବନରେ ଆମମାନଙ୍କର ଦୈନନ୍ଦିନ ଜୀବନରେ ଆମେ କ'ଣ କରୁଛୁ? ଦିନକୁ ଦିନ ବୃଦ୍ଧି ହେବା ପାଇଁ ଆମେ ଚେଷ୍ଟା କରୁଛୁ। କେମିତି ଭଲ ପାଠ ପଢ଼ିବୁ, ଭଲ ଚାକିରି କରିବୁ, ଭଲ ପ୍ୟାକେଜରେ ଚାକିରି କରିବୁ। ଆମମାନଙ୍କର ଦିନ ରାତିର ଲକ୍ଷ୍ୟ ରହିଲା। ଆମେ ଗିର୍ଜା ନ ଯାଉ, କିନ୍ତୁ ଆମେ ଆମମାନଙ୍କର ବ୍ୟବସାୟ କେନ୍ଦ୍ରରେ, ଆମମାନଙ୍କର ଚାକିରି କ୍ଷେତ୍ରରେ ଯାଇ ଯୋଗ ଦେବାକୁ ଆମେ ସମୟ ପାଇଥାଉ। କିନ୍ତୁ ଆମେ ଯେତେବେଳେ ରବିବାର ହେଉଛି, ଯେତେବେଳେ ଆମେ ଗିର୍ଜା ଯିବାକୁ ସମୟ ଥାଏ, ସେ ସମୟରେ ଆମେ ଯାଇପାରିନଥାଉ। କାରଣ ଆମମାନଙ୍କର ଜାଗତିକ ବିଷୟକୁ ଆମେ ବେଶୀ ପ୍ରାଧାନ୍ୟ ଦେଇଥାଉ। ପ୍ରଭୁ କିନ୍ତୁ ଆମମାନଙ୍କୁ ଆଶୀର୍ବାଦ କରିଛନ୍ତି, ଏକ ଖ୍ରୀଷ୍ଟ ବିଶ୍ୱାସର ଜୀବନ ଦେଇଛନ୍ତି, ଯାହାଦ୍ୱାରା କି ଆମେ ତାହାଙ୍କୁ ଯେପରି ଆମେ ଜୀବନରେ ପ୍ରଥମ ସ୍ଥାନ ଦେବା। ଯେତେବେଳେ ହନାନୀୟ ସଫିରା ନିଜର ସମସ୍ତ ସମ୍ପତ୍ତିକୁ ବିକ୍ରି କଲେ, ସେମାନଙ୍କ ଭିତରେ ଲୋଭ ଆସିଲା। ଲୋଭ ଦ୍ୱାରା ସେମାନେ କ'ଣ କଲେ? ସ୍ତ୍ରୀ ଧନ ସମ୍ପତ୍ତି ଲୁଚେଇଲା, ଆଉ ହନାନୀୟ ମଧ୍ୟ ସେ ସମ୍ପତ୍ତିକୁ ଲୁଚେଇ ଆଣି ସେ କ'ଣ କଲେ? ଅଳ୍ପ କିଛି ମନ୍ଦିର ମଧ୍ୟରେ ଦେଲେ। ଈଶ୍ୱରଙ୍କର ବିରୁଦ୍ଧାଚରଣ କାର୍ଯ୍ୟ କରିବା ଦ୍ୱାରା ଆମମାନଙ୍କୁ ପ୍ରଭୁ କ'ଣ କରନ୍ତି? ଅନୁଗ୍ରହ ନ କରି ତାହାଙ୍କର କ୍ରୋଧର ପାତ୍ର କରାନ୍ତି। ଆମେ ସେଟା ହେୟ ଜ୍ଞାନ କରିଥାଉ। ହଁ, ଆଜି ତ ରବିବାର ଅଛି, ଆମେ ନ ଗଲେ ବି ଚଳିବ। ଆଜି ସେମିତି କିଛି ବାକ୍ୟ ଦେବା ପାଇଁ ସେତେ ଭଲ ବକ୍ତା ଆସିନାହାନ୍ତି। ଆଜି କିଛି ଭଲ ବାକ୍ୟ ନଥିଲା, ଶୁଣିବାକୁ ଇଚ୍ଛା ହେଲା ନାହିଁ। ଯେତେବେଳେ ପ୍ରଭୁଙ୍କର ଉପସ୍ଥିତି ଆମମାନଙ୍କର ଜୀବନରେ ନଥାଏ, ଯେତେବେଳେ ଆମମାନଙ୍କ ହୃଦୟରେ ଆମେ ପ୍ରଭୁଙ୍କୁ ଶକ୍ତିଯୁକ୍ତ ଭାବେ ଧରି ନଥାଉ, ସେଇ ବାକ୍ୟ ଆମମାନଙ୍କୁ ହେୟ ଜ୍ଞାନ ଲାଗିଥାଏ। ଆମେ ତାକୁ ହେୟ ଜ୍ଞାନ କରିଥାଉ, ତାକୁ ଆମେ ଉପର ଠଉରିଆ ଭାବେ ତାକୁ ନେଇଥାଉ। କିନ୍ତୁ ପ୍ରଭୁଙ୍କର ବାକ୍ୟ ଯେ କେତେ ଶକ୍ତିଯୁକ୍ତ, ସେ ବାକ୍ୟ ଦ୍ୱାରା, ସେ ସାକ୍ଷ୍ୟ ଦ୍ୱାରା, ସେ ପ୍ରାର୍ଥନା ଦ୍ୱାରା, ଆଉ ଯେତେବେଳେ ଇସ୍ରାଏଲୀୟ ମାନେ ହଜାର ହଜାର ସଂଖ୍ୟାରେ ଗୋଟିଏ ଦିନରେ ସେମାନେ କ'ଣ ହେଲେ? ପରିବର୍ତ୍ତନ ହେଲେ। ହନାନୀୟଙ୍କ ବିଷୟ ମଧ୍ୟ ଦେଖି ମଣ୍ଡଳୀ କ'ଣ ହେଲା? ଜାଗ୍ରତ ହେଲା। ସେଇଦିନ 5,000 ପୁରୁଷ କେବଳ ସେଦିନ ପ୍ରଭୁଙ୍କୁ ନିଜର ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିଥିଲା। ଯେତେବେଳେ ଆମେ ଈଶ୍ୱର ବିରୋଧୀ କାର୍ଯ୍ୟ କରୁ, ସେ ସମୟରେ ପ୍ରଭୁ ଆମମାନଙ୍କ ଜୀବନରେ ତାଙ୍କ କ୍ରୋଧ ଆଣିଥାନ୍ତି। ଜୁନସ ଯେତେବେଳେ ନିନିବି ନ ଯାଇ ତର୍ସିସକୁ ଚାଲିଗଲେ, ସେତେବେଳେ ଈଶ୍ୱରଙ୍କ କ୍ରୋଧ ତାହାଙ୍କ ଉପରେ ବର୍ତ୍ତିଲା। ଯେଉଁ ଜାହାଜରେ ସେ ଯାଉଛନ୍ତି, ସେ ଜାହାଜକୁ ବାୟୁ ଦ୍ୱାରା ଏତେ ଜୋରେ ହଲେଇଲେ ଯେ ଯେଉଁମାନେ ତାଙ୍କ ସହିତ ଥିଲେ, ସେମାନେ ନିଜର ଦେବାଦେବୀଙ୍କୁ ଡାକ ପକାଇଲେ ରକ୍ଷା ପାଇବା ପାଇଁ। ଯେତେବେଳେ ଆମେ ଈଶ୍ୱର ବିରୋଧୀ କାର୍ଯ୍ୟ କରୁ, ସେ ସମୟରେ ଈଶ୍ୱର ଆମମାନଙ୍କ ଜୀବନରେ ତାହାଙ୍କର କ୍ରୋଧ ଭରିଥାନ୍ତି। ସେଥିପାଇଁ ସମୟ ଥାଉ ଥାଉ ଆମେ ତାହାଙ୍କର ଗୌରବର କାରଣ ହେବା। ଆମେ ଯେପରି ଉତ୍ତମ ମନୁଷ୍ୟ ହେବା, ଉତ୍ତମ ସନ୍ତାନ ହେବା, ଉତ୍ତମ ପିତାମାତା ହେବା, ଉତ୍ତମ ମା ବାପା ହୋଇ ଆମେ ଯେପରି ନିଜର ସନ୍ତାନମାନଙ୍କୁ ଉତ୍ତମ ଦିଗରେ ବଢ଼ାଇବା, ମଣ୍ଡଳୀର ଉତ୍ତମ ସଭ୍ୟ ହେବା। ପ୍ରଭୁ ଆମଙ୍କ ଠାରୁ ତାହା ହିଁ ଚାହାନ୍ତି। ଯେମିତି ଆମମାନଙ୍କର ଶକ୍ତିଯୁକ୍ତ ଉପାସନା ଦ୍ୱାରା ଅନ୍ୟମାନେ ପରିବର୍ତ୍ତନ ହେବେ। ସେଇଦିନ ପିତରଙ୍କ ଦ୍ୱାରା, ଯୋହନଙ୍କ ଦ୍ୱାରା, ସେଇ ପ୍ରେରିତମାନଙ୍କ ଦ୍ୱାରା ହଜାର ହଜାର ସଂଖ୍ୟାରେ ଯେତେବେଳେ ପରିବର୍ତ୍ତିତ ହେଉଥିଲେ, ଅନ୍ୟମାନେ ତାହା ଦେଖି କ'ଣ ହେଉଥିଲେ? ହତବାକ ହେଇଯାଉଥିଲେ। ଆରେ ଏମାନଙ୍କର ଏମିତି କ'ଣ ଜିନିଷ ଅଛି ଯେ ଗୋଟେ ସାକ୍ଷ୍ୟ, ଗୋଟେ ବାକ୍ୟ, ଗୋଟେ ପ୍ରାର୍ଥନା ଦ୍ୱାରା ଏତେ ଲୋକ ପରିବର୍ତ୍ତନ ହେଇଯାଉଛନ୍ତି? ନିଶ୍ଚୟ କିଛି ଗୋଟେ ଅଦ୍ଭୁତ କାର୍ଯ୍ୟ ଅଛି। ସେ ଅଦ୍ଭୁତ କାର୍ଯ୍ୟ ହେଲା ଆମମାନଙ୍କର ଈଶ୍ୱରଙ୍କର ଶକ୍ତି। ତାହାଙ୍କର ଶକ୍ତି ଦ୍ୱାରା ହିଁ ଆଜି ଆମେ ଏ ଜଗତରେ ବଞ୍ଚିଛୁ। ସେ ଆମମାନଙ୍କୁ ବଞ୍ଚିବାର ଅଧିକାର ପ୍ରଦାନ କରିଅଛନ୍ତି, ଯେମିତି ଆମେ ତାହାଙ୍କର ଗୌରବର କାରଣ ହେବା।
ଆମମାନଙ୍କର ଶକ୍ତିଯୁକ୍ତ ପ୍ରାର୍ଥନା ଦ୍ୱାରା ମଧ୍ୟ ଅନ୍ୟମାନେ ପରିବର୍ତ୍ତିତ ହୋଇ ଆଉ ଶହ ଶହ ସଂଖ୍ୟାରେ ମଧ୍ୟ ସେମାନେ ପରିବର୍ତ୍ତନ ହେବେ। ଆଉ ମଣ୍ଡଳୀ ଆମମାନଙ୍କର ଦିନକୁ ଦିନ ବୃଦ୍ଧି ପାଇବ। ଆଜି ଆମମାନଙ୍କ ମଣ୍ଡଳୀରେ ପ୍ରାର୍ଥନାର ଆବଶ୍ୟକ, ମଣ୍ଡଳୀରେ ବାକ୍ୟର ଆବଶ୍ୟକ, ସାକ୍ଷ୍ୟର ଆବଶ୍ୟକ। ଶକ୍ତିଯୁକ୍ତ ପ୍ରାର୍ଥନା ଦ୍ୱାରା ମଣ୍ଡଳୀ ଦିନକୁ ଦିନ ଆମମାନଙ୍କର ବୃଦ୍ଧି ପାଏ। ପରିବାରରେ ମଧ୍ୟ ଆମେ ଯେତେବେଳେ ପରିବାରକୁ ଗଠନ କରୁ, ଆମମାନଙ୍କର ପ୍ରାର୍ଥନା ପ୍ରଥମେ ଆବଶ୍ୟକ। ସବୁ ବିଷୟରେ ଆମେ ଯେପରି ଈଶ୍ୱରଙ୍କୁ ଧରି ଚାଲିବା, ତାହାଙ୍କର ପଥକୁ ଆମେ ଅନୁସରଣ କରିବା, ତାହେଲେ ଯାଇ ଆମେ ତାହାଙ୍କ ନିମନ୍ତେ ଉପଯୁକ୍ତ ଶକ୍ତିରେ ଶକ୍ତିଯୁକ୍ତ ହେବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ତାହାଙ୍କର ଏଇ ସୁନ୍ଦର ଛୋଟ ବାକ୍ୟ ଦ୍ୱାରା ପ୍ରଭୁ ଆମ ପ୍ରତ୍ୟେକଙ୍କ ହୃଦୟକୁ ସ୍ପର୍ଶ କରନ୍ତୁ। ଯେପରି ଆମମାନଙ୍କର ମଣ୍ଡଳୀ ଆଜି ବିଭ୍ରାଟ ନ ହୋଇ, କ୍ଷତବିକ୍ଷତ ନ ହୋଇ, ଯେମିତି ଆମମାନଙ୍କର ସୁଦୃଢ଼ ମଣ୍ଡଳୀ ଗୋଟେ ଗଠନ ହୋଇପାରିବ, ସେଥିପାଇଁ ଆମେ ସମସ୍ତେ ତାହାକୁ ଚେଷ୍ଟା କରିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରାର୍ଥନା କରିବା। ପବିତ୍ର ପିତା, ଧର୍ମମୟ ରାଜା, ତୁମର ଗୌରବ ପ୍ରଶଂସା କରୁଛୁ ପିତା। ତୁମ ଦୟା ଅନୁଗ୍ରହରେ ଆମମାନଙ୍କୁ ତୁମେ ଜୀବିତମାନଙ୍କ ମଧ୍ୟରେ ସ୍ଥାନ ଦେଇଛ, ସେଥିପାଇଁ ଧନ୍ୟବାଦ। ଖ୍ରୀଷ୍ଟ ବିଶ୍ୱାସୀ ହେବା ନିମନ୍ତେ ପ୍ରଭୁ ତୁମେ ଆମମାନଙ୍କୁ ଊର୍ଦ୍ଧ୍ୱରୁ ସାହାଯ୍ୟ କରିଛ, ତୁମର ପରିଚୟ ଆମମାନଙ୍କୁ ତୁମେ ପ୍ରଦାନ କରିଛ, ସେଥିପାଇଁ ଧନ୍ୟବାଦ। ଆଜି ତୁମର ପରିଚୟ ଦ୍ୱାରା ପ୍ରଭୁ ଆମେ ଅନ୍ୟମାନଙ୍କୁ ଯେପରି ତୁମରି ଆଡ଼କୁ ଆଣିବୁ, ଆମମାନଙ୍କର କଥାବାର୍ତ୍ତା, ଆମମାନଙ୍କର ଚାଲିଚଳନ, ଆମମାନଙ୍କର ସ୍ୱଭାବ, ଆମମାନଙ୍କର ଚିନ୍ତା ଦ୍ୱାରା ଅନ୍ୟମାନଙ୍କୁ ଯେପରି ଆମେ ଅନୁପ୍ରାଣିତ କରିବୁ, ସେ ପ୍ରକାର ତୁମେ ଆମମାନଙ୍କୁ ଦୟା କର। ଆମମାନଙ୍କର ଭୁଲ ଦୋଷ ଅପରାଧକୁ ତୁମେ କ୍ଷମା କର। ଆମମାନଙ୍କର ଅସଜଡ଼ା ଜୀବନକୁ ତୁମେ ସଜାଡ଼ି ଦିଅ ପିତା। ଆମେ ମନୁଷ୍ୟ ମାତ୍ର ପ୍ରଭୁ, ପ୍ରତ୍ୟେକଟି ମୁହୂର୍ତ୍ତରେ, ପ୍ରତ୍ୟେକଟି କ୍ଷଣରେ ଆମେ ଭୁଲ କରିଥାଉ, ଆମେ ଅବାଟରେ ଯାଇଥାଉ। କିନ୍ତୁ ପ୍ରଭୁ ତୁମର ଦୟା, ତୁମର ଅନୁଗ୍ରହରେ ଆମମାନଙ୍କୁ ତୁମେ ଆବରି ଧରିଛ। ଆମମାନଙ୍କର ଜୀବନରେ ତୁମେ ଆଶ୍ଚର୍ଯ୍ୟ ଭାବେ ସହାୟକ ପରମେଶ୍ୱର ହେଇଛ। ପ୍ରଭୁ ସେଇଦିନ ସେ ପ୍ରେରିତମାନଙ୍କ ଦ୍ୱାରା ପ୍ରଭୁ ହଜାର ହଜାର ଲୋକ ଗୋଟେ କ୍ଷଣରେ ପ୍ରଭୁ ନିଜକୁ ପରିବର୍ତ୍ତନ କଲେ। ଆଜି ଆମମାନଙ୍କ ଜୀବନରେ ମଧ୍ୟ ସେଇ ପ୍ରକାର ଶକ୍ତି ପ୍ରଦାନ କର। ଆମେ ଅନ୍ୟମାନଙ୍କୁ ତୁମରି କଥା କହି ପ୍ରଭୁ ଯେପରି ତୁମରି ଆଡ଼କୁ ଆଣିପାରିବୁ, ଆମମାନଙ୍କ ନିଜର ପରିବାରକୁ ସଜାଡ଼ି ପାରିବୁ, ନିଜର ବ୍ୟକ୍ତିଗତ ଜୀବନକୁ ସଜାଡ଼ି ପାରିବୁ, ସେଇ ପ୍ରକାର ତୁମେ ଦୟା କର। ପ୍ରତ୍ୟେକ ଜୀବନକୁ ତୁମେ ଅଧିକାର କର ପିତା। ସୁନ୍ଦର ସମୟ ଦେଇଛ। ଆଜି ଏ ବାକ୍ୟ ଯେତେ ଜଣ ଶୁଣିବେ, ଶୁଣିଛନ୍ତି, ଏବଂ ପ୍ରଭୁ ଯେଉଁମାନେ ୟାକୁ ଗ୍ରହଣ କରିବେ, ସେମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକଙ୍କର ହୃଦୟ, କର୍ଣ୍ଣ, ଆତ୍ମାକୁ ତୁମେ ଅଧିକାର କର। ପ୍ରାର୍ଥନା ଶୁଣି ଉତ୍ତର ଦେଉଛ ବୋଲି ଧନ୍ୟବାଦ ଦେଇ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ। ଆମେନ୍। ହେ ଆମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା, ତୁମ ନାମ ପବିତ୍ର ବୋଲି ମାନ୍ୟ ହଉ। ତୁମ୍ଭର ରାଜ୍ୟ ଆସୁ, ଯେ ରୂପେ ସ୍ୱର୍ଗରେ ସେ ରୂପେ ପୃଥିବୀରେ ତୁମର ଇଚ୍ଛା ସଫଳ ହେଉ। ଆଜି ଆମ୍ଭମାନଙ୍କୁ ପ୍ରয়োଜନୀୟ ଆହାର ଦିଅ। ଆମେ ଯେମିତି ନିଜ ନିଜ ଅପରାଧମାନଙ୍କୁ କ୍ଷମା କରିଅଛୁ, ତେମନ୍ତ ଅପରାଧ ସବୁ ତୁମେ କ୍ଷମା କର। ପରୀକ୍ଷାରେ ନ ଆଣ, ମନ୍ଦଠାରୁ ରକ୍ଷା କର। ଯେଣୁ ରାଜତ୍ୱ, ପରାକ୍ରମ, ଗୌରବ ସଦା ସର୍ବଦା ତୁମ୍ଭର ହେଉ। ଆମେନ୍। ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ। ଆମେନ୍। ହାଲେଲୁୟା।